ମୋ ନାଁ ନିଶିକାନ୍ତ ମହାନ୍ତି। ଓହୋ, ଆପଣ ନିଶିକାନ୍ତ ମହାନ୍ତି। ଆଜ୍ଞା। ଆପଣଙ୍କ ଭିଡ଼ିଓରୁ ଏ ଛବି ଇଏ ତ କିଛି ସମାନ ହେଇଯାଉନି, ସାମଞ୍ଜସ୍ୟ ବି ରହୁନି। ହଉ, ଏନିୱେ ଆପଣ ତ ସମୟ ବିଷୟରେ ବହୁତ କଥା କହିଛନ୍ତି। ବର୍ତ୍ତମାନ ସେ ତ ସବୁ ଘଟିଗଲାଣି, ସବୁ ତ ଭାଇରାଲ ହେଇଛି, ସବୁ ତ ନ୍ୟୁଜ୍ରେ ଯାଉଛି, ସବୁ ହେଉଛି। ଆଉ ଆପଣଙ୍କର ଆପଣ ତାର ସାଙ୍ଗ ବା ବନ୍ଧୁ ଯାହା ହୁଅନ୍ତୁ, ଆପଣ ଯାହା ଦେଉଛନ୍ତି କହୁଛନ୍ତି ଡିବେଟ୍ରେ, ଆପଣଙ୍କର ଏମାନଙ୍କୁ ନେଇକି ସୌମ୍ୟର ନ୍ୟାୟ ପାଇଁ କ'ଣ ଭବିଷ୍ୟତ ଯୋଜନା ରଖିଛନ୍ତି ନିକଟରେ ସର୍ଟଲି? ନିକଟରେ ଦେଖନ୍ତୁ, ବହୁତ ଥର କହିବା ପରେ ମଧ୍ୟ କୌଣସି ପ୍ରକାର ଆକ୍ସନ୍ ସେମାନେ ନେଲେ ନାହିଁ, ବା ଏ ପର୍ଯ୍ୟନ୍ତ ଓଡ଼ିଶାବାସୀ ଖୁସି ହେଲା ପରି କୌଣସି ବି କାମ କରାଯାଇ ନାହିଁ। ତ ସର୍ଟରେ ଯଦି ମୁଁ କହିବି, ଯଦି 8ରୁ 10 ଦିନ ଭିତରେ ଇଏ ଘଟଣା ସମ୍ପୂର୍ଣ୍ଣ ରୂପରେ ୟାର ନିରପେକ୍ଷ ଭାବରେ ତଦନ୍ତ କରାଯାଇକି ନିରପେକ୍ଷ ଭାବରେ ୟାର ରେଜଲ୍ଟ ନ ଆସିଲା, ଆମରଣ ଅନଶନ ପାଇଁକି ଆମେ ଯୋଗ ଦେବୁ। ତା ସହିତ ପୁରା ଓଡ଼ିଶା ବନ୍ଦର ଡାକରା ଦେବୁ। ଆପଣମାନେ ଭାବିପାରନ୍ତି କି ଇଏ କୌଣସି ପାର୍ଟି ନୁହେଁ, ଇଏ କୌଣସି ଦଳୀୟ କାମ ନୁହେଁ, ହୁଏତ କଥାଟା ଫାଙ୍କାରେ ଚାଲିଯାଉଛି ବୋଲି। ଅପେକ୍ଷା କରନ୍ତୁ, ଆପଣମାନେ ବି ଦେଖିବେ। ଆପଣ କ'ଣ ହେବେ ତାଙ୍କର? ସୌମ୍ୟର ମୁଁ ସାଙ୍ଗ। ଏମିତି ସାଙ୍ଗଟେ ପାଇକି ସେ ନିଶ୍ଚୟ ନଥିଲେ ବି ସେ ଧନ୍ୟ। ତମେ ବି ଧନ୍ୟ ଏମିତି ସାଙ୍ଗ ପାଇ, ନାହିଁ? ଆଜି ମୁଁ ଭାବୁଛି କି ମୋର ଏ ଜୀବନଟା ପାଇକି ମୁଁ ଭୁଲ କରିଛି। କାହିଁକି? କାହିଁକିନା ମୁଁ ଏଭଳି ସାଙ୍ଗଟେ ହରେଇଛି। ଏଭଳି ସାଙ୍ଗ ଭଗବାନ ସମସ୍ତଙ୍କୁ ଦିଅନ୍ତୁ। ମୁଁ ନ ଖାଇଲେ ମୋ ଖାଇବା ବିଷୟରେ ପଚାରିବା ପାଇଁ ମୋ ସାଙ୍ଗ ଆଉ ନାହିଁ। ଆଉ ଯେତିକି କଷ୍ଟ ମୋ ସାଙ୍ଗକୁ ଦେଇକି ମାରିଛନ୍ତି, ଯଦି ସେତିକି କଷ୍ଟ ତାଙ୍କୁ ନ ମିଳିଲା, ଆଇନ କାନୁନ ସବୁ ପରେ ଆମେ ସମସ୍ତେ ମଣିଷ। ଇଏ ପ୍ରତିବାଦ ସେ ପର୍ଯ୍ୟନ୍ତ ରହିବ ଯେ ପର୍ଯ୍ୟନ୍ତ ପ୍ରତ୍ୟେକଟା ଦୋଷୀ ଦଣ୍ଡ ନ ପାଇଛି। ଏ କ'ଣ ଆମେରିକାରେ ଯେମିତି ବନ୍ଧୁକ ଲାଇସେନ୍ସ ୟୁନିଭର୍ସାଲ କରିଦେଇଥିଲେ, ସେମିତି କ'ଣ ଷ୍ଟେପ୍ ନେବେ ନା କ'ଣ? କ'ଣ ନେବି କ'ଣ ନ ନେବି ମୁଁ ଜାଣିନି, କି ମୁଁ କେଉଁ ବଡ଼ି ବାପ କା ଔଲାଦ ନୁହଁ ଯେ ମୁଁ ଯାହା କହିଦେବି ସେଇଆ ହେବ। କିନ୍ତୁ ମୁଁ ଏତିକି ଜାଣିଛି, ପୁରା ଓଡ଼ିଶା ମୋ ସାଥିରେ ଅଛି। ଆଉ ମନେ ରଖନ୍ତୁ, ଏ ସରକାରକୁ ମୁଁ ଗଳେଇ ଦେବି। ଯଦି ମୋ ଭାଇକୁ ନ୍ୟାୟ ନ ମିଳିଲା, ଏ ପଞ୍ଚାୟତ ନିର୍ବାଚନରେ ଏ ସରକାରକୁ ମୁଁ ଉଠେଇ ଫୋପାଡ଼ି ଦେବି। ଏତିକି ମୁଁ କମିଟମେଣ୍ଟ କରୁଛି ପୁରା ଓଡ଼ିଶାବାସୀ ଆଗରେ। ନିଶିକାନ୍ତ କ'ଣ? ନିଶିକାନ୍ତ ମହାନ୍ତି। ନିଶିକାନ୍ତ ମହାନ୍ତି। କ'ଣ କରନ୍ତି ଆପଣ? ପ୍ରଫେସନରେ ମୁଁ ଇନ୍ସୁରାନ୍ସରେ କାମ କରେ। ଲାଷ୍ଟ 6-7 ମାସ ହେବ। ଏ ଦୁନିଆ ହେଉଛି ଧୋକାଦାରୀର ଦୁନିଆ। ଯେଉଁ ସର୍ଭିସରେ ଥିଲି ସେଠି ବି ଧୋକାଦାରୀ ଚାଲିଲା, ତ ସେଥିପାଇଁ ମୁଁ ସର୍ଭିସ ଛାଡ଼ିଦେଲି। ମୋ ସହିତ ଧୋକା ହେବା ପରେ ବି ତା ପ୍ରମାଣ ବି ମୁଁ ଦେବାକୁ ପାଇଁ ଚାହିଁଥିଲି, ବଟ୍ ଯେହେତୁ ମୋ ସହିତ ଏକୁଟିଆ ଧୋକା ହେଇଛି, ମୁଁ ଚୁପ୍ ରହିଥିଲି। କିନ୍ତୁ ଏବେ ଦେଖିବାକୁ ପାଉଛି ଏ ପୁରା ଦୁନିଆ ଧୋକାବାଜ। ଏଠି କେଉଁ ସାଙ୍ଗ ବି କାହାର ନୁହଁ, କେଉଁ ସାଥୀ ବି କାହାର ନୁହଁ। ଏଠି କିଏ କାହାକୁ କେଉଁ ମୁହୂର୍ତ୍ତରେ ମାରିଦେବ ତାର କୌଣସି। ସୌମ୍ୟର ଏମିତି ଦୁର୍ଘଟଣା ବେଳେ ଆପଣ କ'ଣ ଏଠି ପାଖରେ କେଉଁଠି ନଥିଲେ? ମୁଁ ଆସିଥିଲି। ଯେଉଁଦିନ ଦୁର୍ଘଟଣା ଘଟିଲା ସେଇଦିନ ମୁଁ ଆସିଥିଲି, କିନ୍ତୁ ସିଏ ମୋ ହାତରେ ଗୋଟେ ରକ୍ଷା ସୂତା ବାନ୍ଧିଥିଲା। ମୋତେ କହିଥିଲା କି ତୁ ମୋତେ ମିଛ କହିବୁନୁ। ଯେତେବେଳେ ସକାଳେ ସେ ଡିପ୍ରେସନରେ ଆସିକି ବାରମ୍ବାର ମରିବା କଥା କହିଲା, ମୁଁ ଡରିକି ତାକୁ କହିଦେଲି। ମୁଁ ଭୁବନେଶ୍ୱରରୁ ବାହାରି ନଥିଲି, କିନ୍ତୁ ମୁଁ ଡରିକି କହିଦେଲି କି ମୁଁ ତ ପାଖରେ ପହଞ୍ଚିଲାଣି, ବାଲିଅନ୍ତା 2ୟ ପେଟ୍ରୋଲ ପମ୍ପ ମୁଁ କ୍ରସ୍ କଲାଣି ବୋଲି। ତ ସିଏ ସେଇ କଥାକୁ ଧରିଲା ଯେ ସାରା ଦୁନିଆ ମୋତେ ମିଛ କହିଲା, ମୁଁ ତାକୁ ସହିଲି। ଆଉ ତୋତେ ମୁଁ ଏତେ ବିଶ୍ୱାସ କଲି, ତୁ ମୋତେ ମିଛ କହିଲୁ। ରାଗିକି ମୋତେ ବାଡ଼େଇବା ପାଇଁ ଆସିଲା। ତ ଏଇ ଓମ୍ ଯିଏ ସେଠି ପ୍ରେଜେଣ୍ଟ ଥିଲା, ଓମ୍ ମୋଠୁ 10 ବର୍ଷ 11 ବର୍ଷ ସାନ ହେବ। ସାନ ପିଲାଟା ଆଗରେ କାହିଁକି ମୋତେ ବାଡ଼େଇଲୁ ବୋଲି ଯେତେବେଳେ ମୁଁ ଭାବିଲି, ମୁଁ ରାଗିକି ପଳେଇଲି। ମୋ ଇଗୋ, ମୋ ଅହଙ୍କାର ମୋତେ ମାରିଦେଲା। ମୁଁ ରାଗିକି ପଳେଇଲି। ଯୋଉ ଓମ୍ ବିଷୟରେ ସନ୍ଦେହ କରାଯାଉଛି, ଏ କେତେ ଦୂର ସତ୍ୟ? ଦେଖନ୍ତୁ, ଓମ୍ ସହିତ ତ ମୁଁ ପର୍ସନାଲି କଥା ହେଲି ଏସବୁ ଜିନିଷ ଶୁଣିବା ପରେ। ଓମ୍ କହିଲା କି ମାମୁଁ ମୁଁ ଡାକିଛି ୟାକୁ, କୁନାଲକୁ, କିନ୍ତୁ କୁନାଲ ରଞ୍ଜିତ ପାତ୍ରକୁ ନେଇକି ଆସିଛି, ମୁଁ ରଞ୍ଜିତ ପାତ୍ରକୁ ଚିହ୍ନିନି। ରଞ୍ଜିତ ପାତ୍ର ହାତରେ ସିଏ ଆସିଥିଲା, ରଞ୍ଜିତ ପାତ୍ର ବାଡ଼େଇଲା। ମୁଁ ରଞ୍ଜିତ ପାତ୍ର ବାଡ଼େଇଲା, ତୁ ତାକୁ ଅଟକେଇଲୁନୁ କାହିଁକି? ନା ମୁଁ ଦେଖିନି। କିନ୍ତୁ ସେ ଭିଡ଼ିଓ ଯାହା ସବୁ ଆମେ ଦେଖୁଛୁ, ସେଇ ଜାଗାରେ ସମସ୍ତେ ପ୍ରେଜେଣ୍ଟ ଅଛନ୍ତି। ତା ଭିତରେ କେତେ ସତ କିଏ କହୁଛି, କେତେ ମିଛ କିଏ କହୁଛି, ଆମେ ବି ଜାଣିନୁ। ଏ ସବୁ ଘଟଣା ଭିତରେ ଗୋଟିଏ ହିଁ ସତ୍ୟ, ମୋ ଭାଇ ମରିଛି। ଆଉ ତା ଏଗନେଷ୍ଟରେ ଯଦି ମୁଁ ନିଜେ ବି ଥାଏ ସେ ଜାଗାରେ, ମୋତେ ଫାଶୀ ହେବା ଦରକାର। ଯଦି ମୁଁ ନିଜେ ବି ସେ ଜାଗାରେ ପ୍ରେଜେଣ୍ଟ ଥାଏ,
ତାହେଲେ ମୋତେ ଫାଶୀ ହେବା ଦରକାର। ଆଉ ଇଏ ଯେଉଁ କାମ କରିଛନ୍ତି ଏମାନଙ୍କୁ ତ ଗୋଡ଼େଇ ଗୋଡ଼ି କୁକୁରଠୁ ହୀନ ଭଳି ମାରିବା ଦରକାର। ଯଦି ଦୁନିଆରେ କେଉଁଠି ନ୍ୟାୟ ବଞ୍ଚିକି ଅଛି, ଆପଣଙ୍କ କଥା ଯଦି ଦୁନିଆରେ କିଏ ଶୁଣୁଛନ୍ତି, ବହୁତ ଥର ମୁଁ କହିଲାଣି, ଯଦି ଶୁଣୁଛନ୍ତି ତାହେଲେ ନିରପେକ୍ଷ ଭାବରେ ଏ କଥାର ସମାଧାନ ବହୁତ ଜଲ୍ଦି କରାଯାଉ, ନହେଲେ ଓଡ଼ିଶା ନିଆଁ ଜଳିବ, ଓଡ଼ିଶାରେ ନିଆଁ ଜଳିବ। ଆପଣଙ୍କ ସାଙ୍ଗରେ କେତେ ଗାଁର ଲୋକ ସବୁ ଅଛନ୍ତି? ମୋ ସାଥିରେ ଓଡ଼ିଶା ଅଛି। ଆପଣଙ୍କ ସୌମ୍ୟଙ୍କ ମା ଏବେ ଯେଉଁ କହୁଥିଲେ ଯେ ଆମେ ମହିଳାମାନେ ପୁଣି ଯିବୁ ରାସ୍ତାର PMG ପାଖରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ମୋତେ ବହୁତ ଜଣ ଫୋନ୍ କରୁଛନ୍ତି, ବହୁତ ଭାଇମାନେ ବିଭିନ୍ନ ଷ୍ଟେପ୍ ନେବା ପାଇଁ କହୁଛନ୍ତି। ସମସ୍ତଙ୍କୁ ମୋର ଅନ୍ତରରୁ ଧନ୍ୟବାଦ। ଆପଣମାନଙ୍କ ମନ ଭିତରେ ମୋ ଭାଇ ପାଇଁ ସେତିକି ଭଲ ପାଇବା ଅଛି, ସେଥିପାଇଁ ମୋ ଅନ୍ତରରୁ ଧନ୍ୟବାଦ। ଆପଣମାନଙ୍କର ଏଇ ଭଲ ପାଇବା ସେଇ ପର୍ଯ୍ୟନ୍ତ ରହୁ ଯେ ପର୍ଯ୍ୟନ୍ତ ମୋ ଭାଇକୁ ନ୍ୟାୟ ନ ମିଳିଛି। ଆଜି ଗୋଟେ ଭାଇର ନ୍ୟାୟ ନାହିଁ, ଆଜି ଗୋଟେ ଡିପାର୍ଟମେଣ୍ଟର କଳଙ୍କ ବି ହଟିବ। ଏଇ ଗୋଟିଏ କେସ୍ରେ ଗୋଟେ ଡିପାର୍ଟମେଣ୍ଟର କଳଙ୍କ ହଟିବ। ଗୋଟେ ନିରୀହ ଜୀବନ ଚାଲିଗଲା, ତା ବାପା ମାଆଙ୍କୁ ନ୍ୟାୟ ମିଳିବ, ତାକୁ ନ୍ୟାୟ ମିଳିବ, ତା ଦେହରେ ଯେଉଁ କଳଙ୍କ ଲାଗିଛି ସେ କଳଙ୍କ ଛାଡ଼ିବ। ଆଇନ ବ୍ୟବସ୍ଥା ଶୃଙ୍ଖଳା ପ୍ରତି ଓଡ଼ିଶାରେ ଆଉ ଥରେ ସମ୍ମାନ ଆସିବ। ଯଦି ଯେମିତି ଯୋଗୀଙ୍କ ସମୟରେ ନିଶ୍ଚିନ୍ତ କିଛି ଲୋକ ମରିଗଲେ, କମିଶନରଙ୍କୁ ବହିଷ୍କାର କରିଦିଆଗଲା। ଦେଖନ୍ତୁ, ଆପଣମାନେ ନଅଡ଼ାରେ ପୋଲିସରେ ଲୋକ ମରିଗଲେ, ଆପଣମାନେ ପୋଲିସ ଡିପାର୍ଟମେଣ୍ଟରେ ସେମିତି ଚାକିରି କରିଛନ୍ତି, ଆପଣମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଜନତାକୁ ସୁରକ୍ଷା ଦେବା। ଯେଉଁଠି ଆପଣମାନଙ୍କ ସାମ୍ନାରେ ଗୋଟେ ପୋଲିସ ଅଫିସରକୁ ବାଡ଼େଇକି ଏଭଳି ଭାବେ ମାରି ଦିଆଗଲା, ପ୍ରଥମରୁ ମୁଁ କ୍ୱେଶ୍ଚିନ୍ କରିଛି, ଏବେ ବି କ୍ୱେଶ୍ଚିନ୍ କରୁଛି, ହୁ ଇଜ୍ ଦ ବ୍ଲଡି ଇଡିଏଟ୍ ଗିଭିଂ ୟୁ ଦ ଅର୍ଡର? କିଏ ତୁମକୁ ସେ ଅର୍ଡର ଦେଲା ଚୁପ୍ ରହିବା ପାଇଁକା? ତାକୁ ଖୋଜିକି ବାହାର କର। ଆଉ ଇଏ ଯେଉଁ ଚାଲିଛି ତଦନ୍ତ ନା, ଇଏ ତଦନ୍ତ ଖାଲି ବାହାନାବାଜି ଚାଲିଛି। ଯଦି ପ୍ରକୃତ ତଦନ୍ତ କରିଥାନ୍ତେ, ରୁଟ୍ କଜ୍କୁ ଯାଇଥାନ୍ତେ। ବାରମ୍ବାର ମୁଁ କହୁଛି, ରୁଟ୍ କଜ୍କୁ ଯାଇଥାନ୍ତେ। ରୁଟ୍ କଜ୍ କ'ଣ? ଘଟଣାସ୍ଥଳରେ କିଏ ପ୍ରଥମ ପହଞ୍ଚିଥିଲା? ଓମ୍ ଥିଲା, ସେ ଝିଅ ଦୁଇଟି ଥିଲେ। ସେମାନଙ୍କର ପଲିଗ୍ରାଫିକ୍ ଟେଷ୍ଟ କରାଗଲା, କୁହାଯାଉଛି କି ସେମାନେ ମିଛ କହୁଛନ୍ତି ବୋଲି। ତାହେଲେ ସତ କ'ଣ ବାହାର କରିବା ଦାୟିତ୍ୱ କାହାର? ଯଦି ଆପଣମାନେ ପାରୁନାହାନ୍ତି, ଭରସା ଅଛି ଯଦି ଆପଣଙ୍କ ଉପରେ, କେସ୍କୁ ମୋତେ 15 ଦିନ ପାଇଁ ଦିଅନ୍ତୁ, ମୁଁ ସଲ୍ଭ କରି ଦେଖେଇବି, ପୁରା ଓଡ଼ିଶା ଦେଖିବ। ଦିଅନ୍ତୁ। ଯଦି ଆପଣମାନଙ୍କ ପ୍ରଶାସନ ପାଖରେ ପାୱାର ନାହିଁ, ଆପଣମାନଙ୍କ ଭିତରେ ସତ୍ସାହସ ନାହିଁ, ଏ କେସ୍କୁ ମୋ ହାତକୁ ଦିଅନ୍ତୁ, 15 ଦିନରେ ମୁଁ ଏ କେସ୍କୁ ସଲ୍ଭ କରିକି ଦେଖେଇବି। ଗିଭ୍ ମି ଓନ୍ଲି 15 ଡେଜ୍। ଗୋଟେ ପ୍ରଶ୍ନ ପଚାରିବାକୁ ଅଛି। ଆପଣ କ'ଣ ଭାବୁଛନ୍ତି ଏଇ ଯେଉଁ ହତ୍ୟା ବହୁତ ଆଡ଼େ ଘଟିଗଲାଣି, ଏଇ କେତେ ଦିନ, 14 ଦିନ 15 ଦିନ 16 ଦିନ ଭିତରେ, ହେଇଗଲା। 16 ନାଇଁ ଘଟଣା ଘଟିଗଲାଣି 12ଟା ନା 13ଟା ଘଟଣା ଘଟିଗଲାଣି ଏଇ 16 14 ଦିନ ଦିନ ଭିତରେ 12-14ଟା ଘଟଣା ହଁ, ଘଟିଯାଇଛି। ଆପଣ କ'ଣ ଭାବୁଛନ୍ତି ସରକାର ଅପାରଗ ନିଶ୍ଚିନ୍ତ। ନା ନାଇଁ ପୋଲିସ ବିଭାଗ ଦେଖନ୍ତୁ, ଡରୁଛି ନା ଅପରାଧୀ ମାନେ ଦେଖନ୍ତୁ, ପ୍ରଥମ ଉପର ହେଉଛି ଓଡ଼ିଶା ପୋଲିସ। ଲେବୁଲରେ ପଇସା ଦେଇକି ଓଡ଼ିଶା ପୋଲିସ ତାର ନିଜ ମୁଣ୍ଡ ବିକି ସାରିଛି। ପ୍ରଶାସନ ଏଇଠି ଝାଲମୁଡ଼ି ଖାଇବାରେ ବ୍ୟସ୍ତ ଅଛି। ଯେଉଁଦିନ ପ୍ରଶାସନ ଓଡ଼ିଶାର ଦୁଃଖ କ'ଣ ଜାଣିପାରିବ, ଲୋକଙ୍କର ନିଡ୍ କ'ଣ ଜାଣିପାରିବ, ଲୋକଙ୍କ ନିଡ୍କୁ ଆନାଲାଇଜ୍ କରିପାରିବ, ଲୋକଙ୍କ ଅସୁବିଧାକୁ ବୁଝିପାରିବ, ସେଦିନ ପ୍ରଶାସନ ପୋଲିସ ଡିପାର୍ଟମେଣ୍ଟକୁ ଠିକ୍ ଆକ୍ସନ୍ କରିବା ପାଇଁକା ବାଟ ଦେଖାଇ ପାରିବ। ପୋଲିସ ଡିପାର୍ଟମେଣ୍ଟରେ ଯେତେଜଣ ଚାକିରି କରିଛନ୍ତି, ଦେ ଆର୍ ନଟ୍ ଆର୍ ଦ ଲୁଜର୍ସ, ଦେ ନଟ୍ ଆର୍ ଦ ଲାୟର୍ସ, ବଟ୍ କିଛି ଜଣ ପୋଲିସ ବାବୁମାନେ ଆମର ଏମିତି ଅଛନ୍ତି ଯେଉଁମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁକା ଏଇଭଳି କିଛିଟା ନିରୀହ ଜୀବନକୁ ବଳି ପକାଉଛନ୍ତି। ଉଦାହରଣ ସ୍ୱରୂପ, ସୌମ୍ୟ ଗଲାନି ତା ADG ପାଖକୁ ତା ସେବା କରିବା ପାଇଁକା, ତା ଇଗୋ ହଟ୍ ହେଲା। ଆଚ୍ଛା, ଫିଟନେସ୍ ଗ୍ୟାଲେକ୍ସି ଜିମ୍ ସତ୍ୟ ବିହାର